ଆମ ମନୁଷ୍ୟ ରହିଛି ବକ୍ଷଗହ୍ୱର ମଧ୍ୟରେ ରହିଛି ଫୁସ୍ଫୁସ୍, ଦୁଇଟି ଫୁସ୍ଫୁସ୍। ଏହା ମଧ୍ୟରେ ସାମାନ୍ୟ ବାମ ଆଡ଼କୁ ରହିଛି ଆମ ହୃତ୍ପିଣ୍ଡ। ହୃତ୍ପିଣ୍ଡ ହେଉଛି ଆମ ଚାରିକୋଷ ବିଶିଷ୍ଟ। ପ୍ରଥମେ ଆମ ହୃତ୍ପିଣ୍ଡକୁ ରକ୍ତ ପ୍ରବାହିତ ହେଇକିନା ତାହା ଅମ୍ଳଜାନ ଯୁକ୍ତ ହେଇକିନା ଆମ ସମସ୍ତ ଶରୀରରେ ପ୍ରଭାବିତ ହୋଇଥାଏ। ପ୍ରଥମେ ହୃତ୍ପିଣ୍ଡ ହେଉଛି ଆମର ଚାରିକୋଷ ବିଶିଷ୍ଟ। ଉପର ଅଂଶ ହେଉଛି ଅଳିନ୍ଦ ଏବଂ ତଳ ଅଂଶ ହେଉଛି ନିଳୟ। ଫାଷ୍ଟ ବ୍ଲଡ଼ ଆମର ଊର୍ଦ୍ଧ୍ୱ ମହାଶିରା ଆଉ ନିମ୍ନ ମହାଶିରାରୁ ପ୍ରବେଶ କରିଥାଏ। ତାହା ହୋଇଥାଏ ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ। ତାହା ପ୍ରବେଶ କରିଥାଏ ଦକ୍ଷିଣ ଅଳିନ୍ଦକୁ। ଦକ୍ଷିଣ ଅଳିନ୍ଦରୁ ଆସିଥାଏ ତାହା ଦକ୍ଷିଣ ନିଳୟ। ତା ମଧ୍ୟରେ ରହିଛି 3 ପାଖୁଡ଼ା ବିଶିଷ୍ଟ କପାଟି। ତା ମଧ୍ୟରୁ ଦକ୍ଷିଣ ନିଳୟରୁ ତାହା ଯାଇଥାଏ ଦକ୍ଷିଣ ଫୁସ୍ଫୁସୀୟ ଧମନୀ ଏବଂ ବାମ ଫୁସ୍ଫୁସୀୟ ଧମନୀ। ଫୁସ୍ଫୁସ୍ ତାହା ଅମ୍ଳଜାନ ଯୁକ୍ତ ରକ୍ତ ହୋଇକିନା ତାହା ଫୁସ୍ଫୁସୀୟ ଶିରା ମାଧ୍ୟମରେ ଆମର ଆସିଥାଏ ବାମ ଅଳିନ୍ଦକୁ। ବାମ ଅଳିନ୍ଦରୁ ପୁଣି ତାହା ଆସିଥାଏ ବାମ ନିଳୟ। ବାମ ଅଳିନ୍ଦରୁ ବାମ ନିଳୟ ମଧ୍ୟରେ ରହିଛି 2 ପାଖୁଡ଼ା ବିଶିଷ୍ଟ କପାଟି। ବାମ ନିଳୟରୁ ଯାଇଥାଏ ତାହା ଧମନୀ ମାଧ୍ୟମରେ ସବୁ ଶରୀରକୁ ବ୍ଲଡ ସର୍କୁଲେଟେଡ୍ ହୋଇଥାଏ। ତା ମଧ୍ୟରେ ରହିଛି ଅର୍ଦ୍ଧଚନ୍ଦ୍ରାକୃତି କପାଟି। ବାମ ନିଳୟ ଏବଂ ମହାଧମନୀ ମଧ୍ୟରେ ରହିଛି ଅର୍ଦ୍ଧଚନ୍ଦ୍ରାକୃତି କପାଟି। ତା ମଧ୍ୟରେ ଆମ ସବୁ ବ୍ଲଡ ସମସ୍ତ ଶରୀରକୁ ପ୍ରଭାବିତ ହୋଇଥାଏ।